हेलो सांग मैंने गुड मॉर्निंग सकाल सकाल ए चाह पिया चलती सकाल सकाल नाली चाह को आ चकुली पिठा देखो ये मोर सकाल सकाल चकुली पिठा को नाली चाह मोर बसिकी पीऊँगी ठाकुर ढाला पूजा पूजी सफासफी चलती आपटे आमर तो चुली फुली पूरा खेबरा खाबरा है पड़ी आ हौ सांग मैंने एवं चाह पिया कार्यक्रम सरीगला चाह खाईदेली पिठा मिठा खाई सारे एवं देखा नेक्स्ट कार्य करिया कौन आगू कर देखी मौसम आज पूरा रेडी खरा पाग तो अच्छी खरा एवं आसला धीरे धीरे शुआ आमर ये बसिकी खाइला छतुआ चुना पुसी मौसी से शोई खरा खाऊ आ सांग मैंने मोर तो ये पूरा खिया पिया सरीगला चाह पी सारी पिठा खाई सारी एवं पलि आसली एपट को एपटे कार्यक्रम आज मोर अच्छी मान जो धान माने उसिया होता सुखिया सात थुआई एपर्त आन नी आज तलू को आसिकी सिले साले थुआ हम ये मुझे धान करा सब छात रू नहीं आसला अखा सब पैकिंग कर रखीदेली आगे सिले साले रखाई चतुरी मसीह पेशा हम क्या हम ए चल खाली सिले साले करके रखा डाकण हम रेडी कर रखीदे डाकण सूता सूता रेडी कर रखीदे खाली कटा हम सिले हम कतुरी ना कतुरी कतुरी सिले आसेनी तथा काला बुढ़ा को डाक आने सिले कर सिले करदे खाड़ मरीदेवी खाड़ मरी करदे सिले तो हो गला
ସୁଟିଂ କରୁଛି ତାର ଆଇଡ଼ିରେ ହଉ ସାଙ୍ଗମାନେ, ମୋର ଏବେ ପୁରା ଘର ସଫାସଫି ସରିଗଲା, ଧାନ କାଟିକି ସରିଗଲା। ଏବେ ପୁରା ଝାଳ ଆକାରରେ ପୁରା ପ୍ରବଳ ଝାଳ ହେଇଗଲେ। ପୁରା ନିଟ୍ ଆଣ୍ଡ କ୍ଲିନ୍ କରିଦେଲି। ସବୁ ଧାନ ସିଲ୍ କରିକି ଥୋଇ ଦେଇଛି। ଲେଖି ବି ଦେଇଛି, ଯେଉଁଟା କାଳେ ମନେ ପଡ଼ିବନି ସେଥିପାଇଁ ଉଷୁନା ଲେଖି ଦେଇଛି। ତଳେ ଗୋଟେ ଅଛି 1 2 3 4 5ଟା 3 4 ତଳେ ଗୋଟେ ଅଛି 5ଟା ଉଷୁନା ଲେଖା ହେଇଛି। ଆଉ ବାକି ଏସବୁ ଅରୁଆ। ହଉ, ମୋ ସଫାସଫି ସରିଗଲା, ଧାନ ଧୁଆ ଧୁଇ ସରିଗଲା, ନିଟ୍ ଆଣ୍ଡ କ୍ଲିନ୍। ଏବେ ଚାଲ ନେକ୍ସଟ କାର୍ଯ୍ୟ ପରେ ଧୁଆଧୁଇ ହେବା, ନହେଲେ ଗୋଟେ ସ୍ଲାବ୍ ପକେଇବାର ଅଛି। ପକେଇବା। ତାହେଲେ ଏବେ ପଖାଳ ଆଗ ଖାଇଦେବା, ତାପରେ ଯିବୁ କଥା। ହଉ ସାଙ୍ଗମାନେ, ମୁଁ ଏବେ ପଖାଳ ଖାଇବାକୁ ଆସିଗଲିଣି। ପ୍ରବଳ ଗରମ, 11ଟା ପ୍ଲସ୍ ହେଇଗଲାଣି। ମୁଁ ଏବେ କାମ କରିକି ପୁରା ଦେହ ଧରିଲାଣି। ପଖାଳ ଟିକେ ଖାଇଦେବା, ତାପରେ ନେକ୍ସଟ କାର୍ଯ୍ୟ କରିବା। ପଖାଳରେ ଚାମ ଦେଖ, ପଖାଳ ଆଉ ଆଳୁ ପୋଟଳ ଭଜା, ଆଳୁ ବାଇଗଣ ପୋଟଳ ଭଜା ହେଇଛି। ପଖାଳ ଖାଇଦେବା, ତାପରେ ନେକ୍ସଟ କାର୍ଯ୍ୟ କରିବା। ଆଉ ସାଙ୍ଗମାନେ, ମୁଁ ତ ଏବେ ପଖାଳ ଖାଇକି ଆସିଗଲି। ପଖାଳ ଖାଇକି ଆସିକି ଆଉ ଏଇଠି ଟାଙ୍କି ପାଖରେ ଏଇ ସ୍ଲାବ୍ ପକେଇବି ବୋଲି ଅଛି। ଏଇଠି ଯେଉଁ ଟାଙ୍କି କରିଥିଲି, ତା ଉପର ହୋଲ୍ଟା ପାଇଁ ଗୋଟେ ଜାଲି ବାନ୍ଧିକି ଏବେ ଢଳେଇ କରିବି। ଆଉ ଏଠି ଗୋଟେ ଏକ୍ସଟ୍ରା ମୁଁ ମାନେ ରୋଷେଇ କିଚେନ୍ ପାଇଁ ଗୋଟେ ସ୍ଲାବ୍ ପକେଇବି 2 ଫୁଟରେ 3 ଫୁଟ। ଏଇଠି ଜାଲି ବାନ୍ଧିକି ରେଡ଼ି କରି ରଖିସାରିଲି। ଆଉ ଏବେ ଯିବା, ଖାଲି ମସଲା ଟିକେ ଫେଣ୍ଟା ଫେଣ୍ଟି କରିକି ଆଣିକି ଏଠି ସ୍ଲାବ୍ଟା ପକେଇବା। ତାହେଲେ ମୁଁ ତ ପୁରା ରେଡ଼ି, ରଡ଼ ବନ୍ଧ ଖଣ୍ଡେ କରି ରେଡ଼ି ସାରି ଆଇଲି। ଆଉ ଖାଲି ଯିବା ମସଲା ଫେଣ୍ଟିକି ଆଣିକି ଢାଳିକି ସ୍ଲାବ୍ ପକେଇବା। ଚାଲ ଯିବା ସିମେଣ୍ଟ ଆଣିବା। ପ୍ରବଳ ଖରାରେ କିଛି କରି ହେଉନି। ଆଉ କ'ଣ କରିବା। ହଉ ଦେଖିବା, ମା ଝିଅ କ'ଣ କରୁଛି। ଆଉ ଭଲ, ମୁଁ ସେଠି ଖରାରେ ଖଟି ଖଟି ଆକରାତେ, ଇଏ ଏଠି ପୁରା ଘୁଙ୍ଗୁଣି ମାରିସ୍। ହଉ, ମୋର ଏବେ ମସଲା ଫେଣ୍ଟା ସରିଗଲା। ମୁଁ ଖାଲି ଏବେ ଜଷ୍ଟ ଗୋଡ଼ି ପକେଇକି ପାଣି ଦେଇକି ଫେଣ୍ଟିବା। ସବୁ କିଛି ପାଖରେ ଅଛି ଆଉ। ଖାଲି ଗରମ ମସଲା ଟିକେ ପଡ଼ିଲା, ପୁରା ଚାଟ ମସଲା ଭଳିଆ ପୁରା ଫେଣ୍ଟି ପକଉଛି ମୁଁ। ଚାଟ ଫେଣ୍ଟା ହୁଏ ସେମିତି ଫେଣ୍ଟି ଦେଉଛି। ହଉ, ମିସ୍ତ୍ରୀ ଉପରକୁ ଯିବେ, ପେପର ପକେଇକି ସ୍ଲାବ୍ ପକେଇବା। এই ଦେଖ ଆମ ଜାଲି ସ୍ଲାବ୍ ରେଡ଼ି ହେଇକି ଅଛି।
ଆଉ ସାଙ୍ଗମାନେ ମୋର ତ ଏବେ ଫାଇନାଲ୍ ମାନେ ସ୍ଲାବ୍ ପକେଇବା ସରିଗଲା। ସ୍ଲାବ୍ ଏବେ ମୁଁ ପକେଇଦେଲି, ମୋ କାମ ସରିଗଲା। ଏଠି ଟାଙ୍କି ମାନେ ଘୋଡ଼ଣୀ ପକେଇଦେଲି, ଆଉ ଏକ୍ସଟ୍ରା ଗୋଟେ ସ୍ଲାବ୍ ପକେଇଦେଲି ଏଠି। ତାପରେ ଏବେ କାମ ସରିଗଲା। ଦେଖନ୍ତୁ ଏଠି ଗୋଟେ 3 ଫୁଟରେ 15 ଇଞ୍ଚିଆ ସ୍ଲାବ୍ ପକେଇଲି, ଆଉ ଏଠି ଘୋଡ଼ଣୀଟା ଟାଙ୍କିଟା କରିଦେଲି। ଖେଳ ଶେଷ, ଆଉ ଇଏ ଝିଞ୍ଝଟ କାମ ସରିଗଲା। ଏଥର ନିଶ୍ଚିନ୍ତରେ କିଛି ଦିନ ରେଷ୍ଟ ନେବା, ତାପରେ ପ୍ଲାଷ୍ଟର କାମ ଷ୍ଟାର୍ଟ କରିବା। ହଉ ଚାଲ, ଏ କାମ ଏବେ ସରିଗଲା। ଦେଖିବା, ପ୍ରବଳ ଖରା ଶୋଷ ହେଲାଣି। ଟିକେ ପାଣି ପାଣି ପିଇକି ନେକ୍ସଟ କାର୍ଯ୍ୟ ଆରମ୍ଭ କରିବା। ସାଙ୍ଗମାନେ ମୁଁ ତ ଏବେ ପୁରା ଗାଧୋଇ ପାଧୋଇ ରେଡ଼ି ହେଇକି ଆସିଲିଣି। ଆଜି ଗାଧୋଇ ପାଧୋଇକି ବସିଛି। ଏଇନା ଟିକେ ଭୋଜନ କରିଦେବା, ଶୋଇପଡ଼ିବା, ତାପରେ ଯାଇକି 4ଟା ବେଳକୁ ଭିଡ଼ିଓ ଏଣ୍ଡ କରିବା। ହଉ ଚାଲ, କ'ଣ ହେଇଛି ଆଜି ଦ୍ୱିପହର ଗୋଟେ ଖାଇଦେବା, ତାପରେ ଦେଖିବା ଆଉ କ'ଣ ହେଉଛି। ଆଉ ସାଙ୍ଗମାନେ ମୋ ପାଇଁ ତ ଭାତ ବଢ଼ା ହେଇଗଲି। ଚାଲ ଖାଇଦେବା, ଚାଲ ଦେଖିବା କ'ଣ ହେଇଛି ଆଇଟମ୍। ଏଇଟା ସ୍ପେଶାଲ ମାନେ ଆମ୍ବ ଖଟା, ଅରୁଆ ଭାତକୁ ଡାଲି, ଆମ୍ବ ଖଟା ହେଇଛି। ଆଉ ମୋତେ ତ ଆମ୍ବ ଖଟା ପୁରା ବାଇ, ଯେମିତି କଙ୍କଡ଼ାକୁ ଗୋଳିଆ ପାଣି ବେଶ ହୋଇଯାଏ, ମୋତେ ସେମିତି। ଆଉ ପୁରା ଆମ୍ବ ଖଟା ବାଇ, ତେଣୁକରି ଆମ୍ବ ଖଟାଟା ହେଇଛି, ଡାଲିଟା ହେଇଛି। ଏବେ ଉଡ଼େଇ ଦେବା, ତାପରେ ଶୋଇପଡ଼ିବା। ଆମ୍ବ ଖଟା ଆଉ ସାଙ୍ଗମାନେ ମୋର ତ ଏବେ ଖିଆପିଆ ସରିଗଲା। ମୁଁ ଏବେ ଶୋଇଲି। 4ଟା ବେଳକୁ ଉଠିଲେ କ୍ରିକେଟ୍ ଖେଳିବାକୁ ଯିବା, ଭିଡ଼ିଓ ଏଣ୍ଡ କରିବା। ହଉ ରଖୁଛି, ଏବେ ଶୋଉଛି।